ପିଲାମାନେ ଆଜି ଆମେ ପ୍ରଥମ ଶ୍ରେଣୀ ଦ୍ୱିତୀୟ ଭାଗ ହସ ଖେଳ ବହିର ପାଠ 17 ନେଉଳର ଘରତୋଳା ଏହି ବିଷୟଟିକୁ ଭଲ ଭାବରେ ପଢ଼ିବା ଏବଂ ବୁଝିବା। ତା ସହିତ ଏହାର ପ୍ରଶ୍ନ ଉତ୍ତର ଗୁଡ଼ିକ ମଧ୍ୟ ଆଲୋଚନା କରିବା। ତା ପୂର୍ବରୁ ପିଲାମାନେ ଯତମାନେ ଏହି ଚ୍ୟାନେଲରେ ନୂଆ ଅଛ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅ। ଚାଲନ୍ତୁ ପିଲାମାନେ ଏହି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ପିଲାମାନେ ବିଷୟଟିର ନାଁ କ'ଣ ନା ନେଉଳର ଘରତୋଳା। ଦେଖିବା ଏଠି ନେଉଳଟି କ'ଣ କରିଛି। ଏଠି କ'ଣ ନିଜେ ଘର ତିଆରି କରିଛି କି ବଢ଼େଇକି ଡାକିକି ସେ ଘର ତିଆରି କରେଇଛି। ଏଠି ଆମେ ପଢ଼ିବା ଏବଂ ଜାଣିବା। ଦେଖିବା କ'ଣ ଦେଇଛି। ଏକଲା ଏକଲା ଯାଉଛି କିଏ, ଏବେ ଦେଖ ସିଏ ନେଉଳଟିଏ। ଏକଲା ଏକଲା ଏଠି କିଏ ଯାଉଛି ନା ନେଉଳ ଯାଉଛି। ସେ କ'ଣ କହିଛି ନା ଏବେ ଦେଖ ସିଏ ନେଉଳଟିଏ। 2.5 କିଲୋର ଶେଉଳ ହାତେ ଧରି ଚାଲେ ନେଉଳ, ଏବେ ଡାକିବ ସେ ବଢ଼େଇ, ନିଜ ଘର ଦେବ ଗଢ଼େଇ। ଏକଲା ଏକଲା ଯାଉଛି କିଏ। ପିଲାମାନେ କହିଲେ ଦେଖି, ଏକଲା ଏକଲା ଏଠି କିଏ ଯାଉଛି ନା ନେଉଳ ଯାଉଛି। ନେଉଳ ହାତରେ କ'ଣ ଧରିଛି ନା ଶେଉଳ ମାଛଟିଏ ଧରିଛି। ଶେଉଳ ମାଛଟିଏ ଧରିକି କ'ଣ କରୁଛି ନା ଏକଲା ଏକଲା ଯାଉଛି। ପୁଣି ସେ କ'ଣ କହିଛି ଏଠି ନା 2.5 କିଲୋର ଶେଉଳ ହାତେ ଧରି ଚାଲେ ନେଉଳ। ସେ ଏଠି କ'ଣ ନା 2.5 କିଲୋର ଶେଉଳଟିଏ ଧରି ହାତରେ ସେ କ'ଣ କରିଛି ନା ଏକଲା ଏକଲା ଯାଉଛି। କିଏ ସେ ନା ନେଉଳ। ପିଲାମାନେ କହିଲେ ଦେଖି, ତମାନେ ନେଉଳ ଦେଖିଛ କି ନାହିଁ। ତମାନେ ନେଉଳ ଦେଖିନଥିବ, କାହିଁକି ନା ଆଗରୁ ସବୁ ନେଉଳ ଦେଖିବାକୁ ମିଳୁଥିଲା, ଏବେ ଆଉ ନେଉଳ ଦେଖିବାକୁ ମିଳୁନାହିଁ। ଏଠି ନେଉଳ କ'ଣ କରିଛି ନା ଏକଲା ଏକଲା ଯାଇଛି, ଏବେ ଦେଖ ସିଏ ନେଉଳଟିଏ। ନେଉଳଟିଏ କ'ଣ କରିଛି ନା 2.5 କିଲୋର ଶେଉଳ ଧରିକି ହାତରେ ସେ ଯାଉଛି। ଏବେ ଡାକିବ ସେ ବଢ଼େଇ, ନିଜ ଘର ଦେବ ଗଢ଼େଇ। ଆଚ୍ଛା ପିଲାମାନେ, ବଢ଼େଇ ମାନେ କ'ଣ କରନ୍ତି କହିଲେ ଦେଖି। ବଢ଼େଇ ମାନେ କ'ଣ କରନ୍ତି? ଘର କାମ କରନ୍ତି, କାଠ କାମ କରନ୍ତି। ନେଉଳ କ'ଣ କରିଛି ନା ହାତରେ 2.5 କିଲୋର ଗୋଟିଏ ଶେଉଳ ଧରିକି କ'ଣ କରିଛି ନା କ'ଣ ନା ବଢ଼େଇକୁ ଡାକିକି ଏଠି ସେ ନିଜ ଘର କ'ଣ କରିଛି ନା ଗଢ଼ିଛି, ତିଆରି କରିଛି। ଏଠି ଦେଖ ପିଲାମାନେ, ଏଇ ଛବିକି ଦେଖ। ଏଠି ନେଉଳ କ'ଣ କରିଛି ନା ବଢ଼େଇକୁ ଡାକିକି ଏଠି ନିଜ ଘର କ'ଣ କରିଛି ନା ତିଆରି କରିଛି। ଏଠି ସିଏ କ'ଣ କରିଛି ନା ଏକଲା ଏକଲା 2.5 କିଲୋର ଗୋଟିଏ ଶେଉଳକୁ ହାତରେ ଧରିକି କ'ଣ କରୁଛି ନା ଏକଲା ଏକଲା ଯାଉଛି। ଚାଲ ପିଲାମାନେ ଆମେ ଏହାର ଏବେ ଅଭ୍ୟାସ କାର୍ଯ୍ୟ ଗୁଡ଼ିକ ଆଲୋଚନା କରିବା। 1 ନମ୍ବର କ'ଣ ଦେଇଛି ନା ଛବି ଦେଖି ପଢ଼ିବା। ପିଲାମାନେ ଏଇଗୁଡ଼ିକ କ'ଣ ଛବି ଦେଇଛି, ଆମେ ଏଇ ଛବି ଗୁଡ଼ିକ ଦେଖି ପଢ଼ିବା। ଏଠି କ'ଣ ଦେଇଛି, ଏଟା କୋଉ ଛବି ଦେଖିଲ ପିଲାମାନେ କହିଲେ ଦେଖି। ଇଏ କିଏ? ଇଏ ହେଉଛି ନେଉଳ। ଏଠି ଲେଖା ହେଇଛି କ'ଣ ନରେ ଏକାରେ ନେ ଶୌଳ ନେଉଳ। ଏଠି ଏଟା କ'ଣ କହିଲେ ଦେଖି। ଏଇ ଛବିଟି କ'ଣ ପିଲାମାନେ? ଏଟା ହେଉଛି ବିଲେଇର ଛବି। ଏଠି କ'ଣ ଲେଖା ହେଇଛି ବର ହସ୍ୟକାରେ ବି, ଲରେ ଏକାରେ ଲେ ହର୍ଷେଇ ବିଲେଇ। ଆଚ୍ଛା କହିଲେ ପିଲାମାନେ ଏଇଟା କାହାର ଛବି? ଏଟା ହେଉଛି ଏଇ ଶୁଣିକା ନେଉଳ ଧରିଥିଲା, ଏବେ ଆମେ ପଢ଼ିଲେ କ'ଣ ଏଟା ହେଉଛି ଗୋଟିଏ ଶେଉଳର ଛବି। ଶେଉଳ ମାଛ ଦେଖିଛ ପିଲାମାନେ ତମାନେ ଗାଁ ଗଣ୍ଡାରେ। ତାଲବେଶରେ ଏକାରେ ସେ ହର୍ଷଉଳ ଶେଉଳ। ଏଟା କି ଛବି କହିଲ ପିଲାମାନେ? ଏଟା ହେଉଛି ଗୋଟିଏ ଠେକୁଆର ଛବି। ଏଠି କ'ଣ ଲେଖା ହେଇଛି ଠରେ ଏକାରେ ଠେ, କରେ ହସ୍ୟକାରେ କୁ, ଅରେ ଆକାରେ ଆ ଠେକୁଆ। ଏଇଟା କାହାର ଛବି? ଏଟା ଗୋଟିଏ ଚଢ଼େଇର ଛବି। ଏଠି କ'ଣ ଲେଖା ହେଇଛି ଚ ଢରେ ଏକାରେ ଢେ ଇ ଚଢ଼େଇ। ଏଟା କ'ଣ ଲେଖା ହେଇଛି? ଏଟା କହିଲେ ଦେଖି ପିଲାମାନେ। ଲୋକଟି କ'ଣ କରୁଛି ନା କାଠ କାମ କରୁଛି, କାଠକୁ ହାଣୁଛି। ବଢ଼େଇ ମାନେ କାଠ କାମ କରନ୍ତି, ସେଥିପାଇଁ ଏଠି କ'ଣ ଲେଖା ହେଇଛି ନା ବ ଢରେ ଏକାରେ ଢେ ଇ ବଢ଼େଇ। ତମାନେ ପିଲାମାନେ ଏଇଭଳି ଭାବରେ ପଢ଼ିବ। ପିଲାମାନେ 2 ନମ୍ବର କ୍ୱେଶ୍ଚନ ଏଠି କ'ଣ ଦେଇଛି ନା ଛବି ଦେଖି ଖାଲି ଘରେ ଛାଡ଼ି ଦିଆଯାଇଥିବା ଅକ୍ଷର ଓ ମାତ୍ରାକୁ ଲେଖିବା। ଏଠି ପିଲାମାନେ ଖାଲି ଘର ଦେଇଛି, ଆମେ ଏଠି କ'ଣ ଖାଲି ସ୍ଥାନ ଗୁଡ଼ିକ ଏଠି ପୂରଣ କରିବା। ଏଠି କ'ଣ ଦେଇଛି ଡ୍ୟାସ୍ ଦେଇଛି ଆଉ କ ଦେଇଛି। ଏଠି କ'ଣ ଲେଖିବା ଆମେ ଏ କ, ଏକ ହବ। ଏଠି କ'ଣ ହବ? ଏଠି 1 ଦେଇଛି, ଯେହେତୁ ଏଠି ଆମେ କ'ଣ 1 ଲେଖିବା। ତାପରେ ଏଠି କ'ଣ ଦେଇଛି 11 ଦେଇଛି, ଏଠି ଡ୍ୟାସ୍ ଦେଇଛି, ତାପରେ 11 ଦେଇଛି। ଏଠି ଆମେ କ'ଣ ଲେଖିବା 11। ତାପରେ ଏଠି ବିଲେଇ ଛବି ଦେଇଛି, ଏଠି ବର ହସ୍ୟକାରେ ବି, ତାପରେ ଡ୍ୟାସ୍ ଦେଇଛି, ତାପରେ
ल हसेई देछि एठी हमें कौन देबा ल रे ए काट दबा बिलेई तापर एठी कौन लिखिबा एठी बढ़ेईटी काठ काम करछि एठी ब डैश ढ ई देछि एठी हमें कौन देबा ढ रे ए काट दबा बढ़ेई तापर एठी कौन लिखिबा हमें एठी चढ़ेई देछि जेहेतु एठी च दे देछि एठी डैश ढ ई एठी कौन लिखिबा च ढ रे ए करे चढ़ेई एठी ए काट दबा चढ़ेई हबो एठी कौन हबो पिला माने कहिले देखी एटा गोटे ठेकुआर चिन्ह एठी डैश दे देछि तापर ठ करहसकु आ हेछि एठी हमें कौन देले ठेकुआ हबो ठ रे एठी ए कर देबा ठे करहसकु आ ठेकुआ बुझी पारछो कि नाही तम माने पिला माने 3 नंबर क्वेश्चन देखिबा एठी कौन देछि अक्षर गुडी को जोड़ी पढ़िबा ओ लेखिबा एठी अक्षर गुडी को देछि आकु कौन करिबा ना जोड़िबा आ पढ़िबा एठी कौन देछि दरे करे दे हसौल देउल एठी हमें लेखिबा दरे ए करे दे हसौल देउल तापर एठी कौन हबो पिला माने कहिले देखी तालबेसर ए करे से हसौल सेउल हबो एठी हमें लिखि दबा सेउल तालबेसरे ए करे से हसौल सेउल तापर कौन हबो पिला माने कहिलो देखी तापर नरे करे ने हसौल नेउल एठी हमें लिखि नबा नरे करे ने हसौल नेउल तम माने पिला माने एई भली भाबरे तम बही रे लिखि नबो पिला माने 4 नंबर क्वेश्चन देखिबा एठी कोन देछि ए अक्षर को नेई पढ़िबा ओ शब्द लिखिबा जेपरि ए को नेकी एठी कोन हैछि ना ए सबु सेई परि एठी देखिबा आ लिखिबा एठी कोन हबो ए को नेकी लिखिबा एठी कोन हबो ए सबु तापर कोन हबो ए हार एहार तापर कोन हबो ना ए परि एपरि ए काठी एकाठी तापर कोन हबो एठी ना ए गार एगार तापर कोन हबो ना ए पट एपट एठी लिखि नबा एठी सब कोन हबो ना ए सबु लिखि नबा प्रथमे ए दंतेश बरहस करबु ए सबु तापर कोन हबो ना ए हार एहार ए हार एहार तापर कोन हबो ना ए परी एपरी एपरी तापर कोन हबो ए काठी एकाठी ए काठी एकाठी तापर कोन हबो ना ए गार एगार ए गार एगार तापर पिला माने एठी तम माने ए सब न लेखिकी एपट भी लेखि परिबो एठी लेखि नबो पिला माने एई परि भाबरे तम माने तम बही रे लेखि नबो पिला माने 5 नंबर क्वेश्चन देखिबा कोन देछि एठी संपर्क थिबा छवि और शब्द को जोड़िबा एहा परे संपर्कित छवि और शब्द को नेई वाक्यटिए कहिबा पिला माने देखिलो एठी कोन एठी केते उड़िए शब्द देछि ए छवि को ता सहित कोन करिबा ना जा सहित जार संपर्क अछि ताकू जोड़िबा एठी कोन देछि पिला माने देखो माटी सहित एठी कहार संपर्क अछि कहिलो देखि पिला माने कहार संपर्क अछि माटी सहित एठी इटार संपर्क अछि इटा केउथि तयारी हेताय ना माटीरू एठी माटीरू कागु गार टाणीबा ना एठी माटीरू कागु ना एठी इटा को गार टाणीबा जोड़िबा एठी कोन हबो ना शब्द को नेकी कोन वाक्य गठन कले कोन हबो वाक्यटी कले इटा कोन इटा माटी रे तयारी होई थाए एठी सुना सहित कहार संपर्क अछि कहिले देखि पिला माने सुना सहित एठी हारर संपर्क अछि एठी हमें वाक्यटी गठन कले कोन हबो ना हार सुना रे तयारी होई थाए तापरे काठ सहित पिला माने एठी हमें कहा को जोड़िबा काठ सहित एठी कहार संपर्क अछि ना एठी चौकीर संपर्क अछि चौकी काठ रे तयारी होई थाए वाक्य गठन कले कोन हबो ना चौकी काठ रे तयारी होई थाए तापरे एठी लुहा अछि
ଲୁହା ସହିତ କାହାର ସମ୍ପର୍କ ଅଛି ନା ଏଠି ଲୁହା ସହିତ ଏଠି ପନିକିର ସମ୍ପର୍କ ଅଛି। ପନିକି କାହାର କୋଉଥିରେ ତିଆରି ନା ଲୁହାରେ ତିଆରି। ଏଠି ଲୁହା ସହିତ ଆମେ ପନିକିକୁ ଯୋଡ଼ିବା। ଏଠି କ'ଣ ଲେଖିବା ନା ପନିକି ଲୁହାରେ ତିଆରି ହୋଇଥାଏ। ଏଠି କାଗଜ ଅଛି ପିଲାମାନେ। କାଗଜ ସହିତ କାହାର ସମ୍ପର୍କ ଅଛି କହିଲେ ପିଲାମାନେ? କାଗଜ ସହିତ ଏଠି ବହିର ସମ୍ପର୍କ ଅଛି। ଏଠି ଆମେ କାଗଜକୁ କାହା ସହିତ ଯୋଡ଼ିବା ନା କାଗଜକୁ ଏଠି ଆମେ ବହି ସହିତ ଯୋଡ଼ିବା। ବହିଟି କାଗଜରେ ତିଆରି ହୋଇଥାଏ। ଏଠି ବାଉଁଶ ଅଛି ପିଲାମାନେ। ବାଉଁଶଟି କାହା ସହିତ ସମ୍ପର୍କ ଅଛି? ବାଉଁଶକୁ ଏଠି ଆମେ ଝୁଡ଼ି ସହିତ ଯୋଡ଼ିବା। କ'ଣ ଝୁଡ଼ିଟି ବାଉଁଶରେ ତିଆରି ହୋଇଥାଏ। ଏଇଭଳି ପିଲାମାନେ ତମମାନେ ଯୋଡ଼ିବ। 6 ନମ୍ବର କ୍ୱେଶ୍ଚନ ଦେଖିବା ପିଲାମାନେ। ଏଠି କ'ଣ ଦେଇଛି? ମୂଷା କେଉଁ ଚାବିରେ କେଉଁ ତାଲା ଖୋଲିବ ଗାର ଦେଇ ଯୋଡ଼ିବା। ଏଠି ମୂଷାଟିଏ ପିଲାମାନେ ଦେଖୁଛ। ଏଠି କ'ଣ ଚାବି ଅଛି ଆଉ କ'ଣ ତାଲା ଅଛି। ଏଠି ମୂଷାଟି କେଉଁ ଚାବିରେ କେଉଁ ତାଲା ଖୋଲିବ ଆମେ ଏଠି ଦେଖିବା ଆଉ କ'ଣ କରିବା ନା ଗାର ଟାଣି ଯୋଡ଼ିବା। ଏଠି କେତେଟା କଦଳୀ ଅଛି ପିଲାମାନେ କହିଲ ଦେଖି? 1 2 3 4 5 6 7 8 9 10। ଏଠି ଆମେ 10 ଲେଖି ନେଇଛନ୍ତି। ତାପରେ କେତେଟା କଦଳୀ ଅଛି ତଳେ ନା 1 2 3 4 5 6 7। ଏଠି ଆମେ 7 ଲେଖି ନେଇଛନ୍ତି। ଆଚ୍ଛା କହିଲ ଦେଖି ପିଲାମାନେ ଏଠି କେତୋଟି ସେଓ ଅଛି? 1 2 3 4 5 6 7 8। ଏଠି ଆମେ 8 ଲେଖିନେଲେ। ତାପରେ କେତେଟା ସେଓ ଅଛି ତଳେ? 1 2 3 4। ଏଠି ଯେହେତୁ ମିଶାଣ ଚିହ୍ନ ଅଛି ଆମେ ମିଶାଣ ଚିହ୍ନ ଦେଇଦେଲେ। ତଳେ 4ଟି ସେଓ ଅଛି ଆମେ ଏଠି 4 ଲେଖିନେଲେ। ତାପରେ ପିଲାମାନେ କହିଲେ ଦେଖି ଏଠି କେତୋଟି କ'ଣ? ଏଗୁଡ଼ିକ କ'ଣ ପିଲାମାନେ କହିଲେ ଦେଖି? ଏଗୁଡ଼ିକ ହେଉଛି କମଳା। ଏଠି କେତୋଟି କମଳା ଅଛି ଉପରେ? 1 2 3 4 5 6 7 8। ଏଠି ଆମେ 8 ଲେଖିନେଲେ। ଏଠି ମିଶାଣ ଚିହ୍ନ ଅଛି ଆମେ ଏଠି ମିଶାଣ ଚିହ୍ନ ଦେଇଦେଲେ। ତାପରେ ତଳେ କେତୋଟି କମଳା ଅଛି ଦେଖିବା? 1 2 3 4 5 6 7। ଏଠି ଆମେ 7 ଲେଖିନେଲେ। ତାପରେ ପିଲାମାନେ କହିଲେ ଦେଖି ଏଠି କେତୋଟି ହାତ ଅଛି? 1 2 3 4 5 6 7 8 9। ଏଠି ଆମେ 9 ଲେଖିଦେଲେ। ଏଠି ମିଶାଣ ଚିହ୍ନ ଯେହେତୁ ଅଛି ଏଠି ଆମେ ମିଶାଣ ଚିହ୍ନ ଦେଇଦେଲେ। ତାପରେ ଏଠି ଏଠି କେତୋଟି ହାତ ଅଛି? 1 2 3 4 5 6 7 8 9। ଏଠି 9 ଲେଖିଦେଲେ ଆମେ। ଏଠି କେତୋଟି ଆମ୍ବ ଅଛି କହିଲ ଦେଖି ପିଲାମାନେ? 1 2 3 4 5 6 7 8 9 10 11 12। ଏଠି ଆମେ 12 ଲେଖିନେଲେ। ଏଠି ମିଶାଣ ଚିହ୍ନ ଅଛି ଆମେ ଏଠି ମିଶାଣ ଚିହ୍ନ ଦେଇଦେଲେ। ତଳେ କେତୋଟି ଆମ୍ବ ଅଛି ନା 1 2 3। ଏଠି ଆମେ 3 ଲେଖିଦେଲେ। ପିଲାମାନେ ଏବେ ଦେଖିବା ଏଠି କେଉଁ ଚାବିରେ କେଉଁ ତାଲାଟି ଖୋଲିବ। ଏଠି ପିଲାମାନେ 10 ମିଶାଣ 7 ଅଛି। ଏଠି କେଉଁ ଚାବିରେ 10 ମିଶାଣ 7 ଅଛି କହିଲେ ଦେଖି ପିଲାମାନେ? ଏଠି ଏଇ 10 ମିଶାଣ 7 ଅଛି। ଏଠି ଏଇ ଚାବିରେ ଏଇ ତାଲାଟି ଖୋଲିବ ଯେହେତୁ ଏଠି ଆମେ ଗାର ଟାଣି ଯୋଡ଼ିବା। ତାପରେ ପିଲାମାନେ ଏଠି ଲକ୍ଷ୍ୟ କର ଏଠି କେତେ ଅଛି? ଏଠି ଆମେ 8 ମିଶାଣ 4 ଲେଖିଥିଲେ। 8 ମିଶାଣ 4 ପିଲାମାନେ ଲକ୍ଷ୍ୟ କର ଏଠି ଏଇ ଚାବିରେ 8 ମିଶାଣ 4 ଅଛି। ଏଇ ତାଲାଟି ଏଇ ଚାବିରେ ଖୋଲିବ। ଏଠି ଆମେ ଗାର ଟାଣି ଯୋଡ଼ିଲେ। ତାପରେ ପିଲାମାନେ ଲକ୍ଷ୍ୟ କର ଏଠି ଏହି ତାଲାରେ କେତେ ଲେଖା ହେଇଛି ନା 8 ମିଶାଣ 7। ଏଠି କେଉଁ ଚାବିରେ ଲେଖା ହେଇଛି 8 ମିଶାଣ 7? ନା ଏଠି ଏଇ ଚାବିରେ ଲେଖା ହେଇଛି 8 ମିଶାଣ 7। ଏଠି ଆମେ ଗାର ଟାଣି ଯୋଡ଼ିବା। ଏଇ ଚାବିରେ ଏଇ ତାଲାଟି ଖୋଲିବ। ତାପରେ ପିଲାମାନେ ଦେଖିଲ ତାପରେ ଏଠି ଏଇ ତାଲା ପାଖରେ କେତେ ଲେଖା ହେଇଛି ନା 9 ମିଶାଣ 9। ଏଠି କେଉଁ ଚାବିରେ ଲେଖା ହେଇଛି 9 ମିଶାଣ 9? ପିଲାମାନେ ଲକ୍ଷ୍ୟ କର ଏଇଠି ଲେଖା ହେଇଛି ଏଇ ଚାବିରେ 9 ମିଶାଣ 9 ସମାନ 18। ଏଇ ତାଲାଟି ଏଇ ଚାବିରେ ଖୋଲିବ। ଏଠି ଆମେ ଗାର ଟାଣି ଯୋଡ଼ିବା। ତାପରେ ପିଲାମାନେ ଲକ୍ଷ୍ୟ କର ତାପରେ ଏଇ ତାଲା ପାଖରେ କେତେ ଲେଖା ହେଇଛି ନା 12 ମିଶାଣ 3। ଏଠି କେଉଁ ଚାବିରେ 12 ମିଶାଣ 3 ଲେଖା ହେଇଛି? କେଉଁଠି ଲେଖା ହେଇଛି ପିଲାମାନେ କହିଲ ଦେଖି? କେଉଁଠି ଲେଖା ହେଇଛି? ଏଠି ଏଇ ପିଲାମାନେ 12 ମିଶାଣ 3 ଏଇ ଚାବିରେ ଲେଖା ହେଇଛି। ଏଠି ଆମେ କ'ଣ କରିବା ନା ଏଠି ଆମେ ଗାର ଟାଣି ଯୋଡ଼ିବା। 12 ମିଶାଣ 3 ଏଇ ତାଲାରେ କ'ଣ ଏଇ ଚାବିରେ ଏଇ ତାଲାଟି ଖୋଲିବ।
ପିଲାମାନେ ତମମାନେ ଏଇଭଳି ଗାରଟାଣି ଯୋଡ଼ି ନବ। ପିଲାମାନେ ତମମାନଙ୍କୁ ଯଦି ଏଇ ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।